ବାସୁଦେବପୁର ରେ ପେଟ୍ରୋଲ ପାଇଁ ଲମ୍ବା ଲାଇନ। ଗତକାଲି ପର୍ଯ୍ୟନ୍ତ ସବୁକିଛି ଠିକଠାକ ଥିଲା, କିନ୍ତୁ ହଠାତ୍ ପ୍ୟାନିକ ମୋଡରେ ଲୋକେ ଲିଟର ଲିଟର ତେଲ ଭରିବାରେ ବ୍ୟସ୍ତ। ଏହା କେବଳ ଆମ ଅଞ୍ଚଳର ସମସ୍ୟା ନୁହେଁ, ବିଶ୍ୱସ୍ତରୀୟ ପ୍ରଭାବରେ ପରିସ୍ଥିତିର ପ୍ରଭାବ ପଡ଼ିଛି। ଛୋଟ ପିଲାଙ୍କ ଭବିଷ୍ୟତ ନଷ୍ଟ କରୁଛି ବିରଜା ସ୍ୱୟଂ ସହାୟକ ଗୋଷ୍ଠୀ। ନଷ୍ଟ ବାଦାମ ଲଡୁ ଛୋଟ ପିଲାଙ୍କୁ ଦେଇ ରୋଗାକ୍ରାନ୍ତ କରୁଛି ବିରଜା ସ୍ୱୟଂ ସହାୟକ ଗୋଷ୍ଠୀ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କେନାଲରେ ହେବ ଉନ୍ନତିକରଣ। ଲୋକସେବା ଭବନରେ ଆଗରେ ଚାଞ୍ଚଲ୍ୟ, ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ, ଅଳ୍ପକେ ବର୍ତ୍ତିଲେ ମହିଳା। ଭୁବନେଶ୍ୱର ଲୋକସେବା ଭବନ ସମ୍ମୁଖରେ ଶୁକ୍ରବାର ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଜଣେ ମହିଳା ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ସଚେତନ ଏସ୍ଏସ୍ବି ଯବାନମାନେ ତୁରନ୍ତ ତାଙ୍କୁ କାବୁ କରି ଏକ ବଡ଼ ଅଘଟଣକୁ ଏଡ଼ାଇ ଦେଇଥିଲେ। ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଦେବାଶିଷ ସାମନ୍ତରାୟ, ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ସ୍ଥାୟୀ କମିଟିର ଅଧ୍ୟକ୍ଷ ସାଂସଦ ଶ୍ରୀଯୁକ୍ତ ମଙ୍ଗୁନାଥ ଶ୍ରୀନିବାସୁଲୁ ରେଡ୍ଡୀଙ୍କ ତତ୍ତ୍ୱାବଧାନରେ କମିଟି ହାଇଦ୍ରାବାଦ, ତିରୁପତି ଓ ଜମ୍ମୁ କାଶ୍ମୀରରେ ଗସ୍ତ କରି ଏକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ସମୀକ୍ଷା ବୈଠକରେ ଯୋଗଦାନ କରିଛନ୍ତି। ବୈଠକରେ ଉପସ୍ଥିତ ଥିବା କେନ୍ଦ୍ରୀୟ ଏବଂ ରାଜ୍ୟ ଅଧିକାରୀଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଓଡଗାଁ ହତ୍ୟା, ଭୁଲ ବ୍ୟକ୍ତିକୁ ଗିରଫ କରି ଛାଡ଼ିଲେ। ନୟାଗଡ଼ ଓଡଗାଁ ଥାନା କଦଳୀବନ୍ଧ ଅଜିତ ସାହୁ ହତ୍ୟା ଘଟଣା ଗିରଫ ଦର୍ଶାଇ ଆଇଜି ପ୍ରେସମିଟ୍ କରିଥିବା 4 ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଖଲାସ। ଆଇଜି ଏବଂ ଏସ୍ପି ପ୍ରେସମିଟ୍ କରିଥିବା ବେଳେ ପ୍ରତିବାଦ କରିଥିଲେ ସମ୍ପୃକ୍ତ ବ୍ୟକ୍ତି। ଏହାପରେ ପୋଲିସ ତ୍ରୁଟି କରିଥିବା ଜାଣିବା ପରେ ଛାଡ଼ିଲା। ଗିରଫ ନୁହେଁ, ଅଟକ ରଖାଯାଇଥିଲା, କହିଲେ ନୟାଗଡ଼ ଏସ୍ପି। ଛତିଶଗଡ଼ ସୀମାନ୍ତ ଜୁଆ ଆଡ୍ଡାରେ ଚଢ଼ାଉ, ଲକ୍ଷାଧିକ ଟଙ୍କା ସହିତ ଦାମୀ ଗାଡ଼ି ଜବତ, 7 ଗିରଫ। ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲାର ଲୋକେଶ ନାୟକ, ଦଲେଶ ଗଡ଼ସେନା, ବାଲମୁକୁନ୍ଦ ନାଗ୍ରିଆ, ମଦନ ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ, ଯଶପାଲ ସିଂ ଓ ଜବାହାର ଚୌଧୁରୀ। କାହା ହାତରେ ଅଛି ଟିଣ ଡବା ତ କାହା ହାତରେ ଅଛି 25 ଲିଟରିଆ ପ୍ଲାଷ୍ଟିକ ଜାର। ମାସେ ଯାଏ ଲୋକଙ୍କ ତେଲ ଗଚ୍ଛିତ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ପତ୍ରକାର ନ୍ୟୁଜ।